ଡାକୋଟା ବିମାନ ଯାହାକି ବର୍ତ୍ତମାନ ଥୁଆ ହୋଇଛି ବିଜୁ ପଟ୍ଟନାୟକ ଏୟାରପୋର୍ଟର ସମ୍ମୁଖରେ ବହୁତ ସୁସଜ୍ଜିତ ହୋଇ ଥୁଆ ହୋଇଛି। ଆମେ ବର୍ତ୍ତମାନ ତା ସମ୍ମୁଖରେ ଛିଡ଼ା ହୋଇଛୁ। ଡାକୋଟା ବିମାନରେ ଲୁଚି ରହିଛି ଓଡ଼ିଶାର ଇତିହାସ, ଓଡ଼ିଶାର ଗର୍ବ। ଡାକୋଟା ବିମାନକୁ ଦେଖିଲେ ମନେ ପଡ଼େ ବିଜୁ ପଟ୍ଟନାୟକ କଥା, ଯାହାକୁ କି ଗୋଟିଏ ଫୋନ୍ କଲ୍ ଆସିଥିଲା ଫାର୍ଷ୍ଟ ପ୍ରାଇମ୍ ମିନିଷ୍ଟର ଅଫ୍ ଇଣ୍ଡିପେଣ୍ଡେଣ୍ଟ ଇଣ୍ଡିଆ ଜବାହରଲାଲ ନେହେରୁଙ୍କର। ସେହି ଫୋନ୍ କଲ୍ ପରେ ବିଜୁ ପଟ୍ଟନାୟକ ଯାଇଥିଲେ ଡାକୋଟା ବିମାନରେ ଆଉ ସାହାଯ୍ୟ କରିଥିଲେ। ଏ ଡାକୋଟା ବିମାନ ହେଉଛି ଓଡ଼ିଶାର ଗର୍ବ ଆଉ ଓଡ଼ିଶାର ଇତିହାସ। ଆମେ ତା ସମ୍ମୁଖରେ ଛିଡ଼ା ହୋଇଛୁ। ଦେଖନ୍ତୁ ଡାକୋଟା ବିମାନକୁ କେମିତି ସୁସଜ୍ଜିତ କରି ବିଜୁ ପଟ୍ଟନାୟକ ଏରୋପ୍ଲେନ୍ ପଡ଼ିଆ ସମ୍ମୁଖରେ ଥୁଆ ହୋଇଛି। ପ୍ରତିଦିନ କିଛି ଟୁରିଷ୍ଟ ଯାଆନ୍ତି ସେଠାକୁ ବୁଲିବା ପାଇଁ, ଆଉ ଯେଉଁମାନେ ବି ଏୟାରପୋର୍ଟ ଯାଆନ୍ତି ଯାତ୍ରା କରିବା ପାଇଁ ପ୍ରଥମେ ଡାକୋଟା ବିମାନ ପାଖ ଦେଇ ଯାଆନ୍ତି ଆଉ ଡାକୋଟା ବିମାନକୁ ଦେଖିକି ଯାଆନ୍ତି। ଏ ଡାକୋଟା ବିମାନ ହେଉଛି ଆମର ବିଜୁ ପଟ୍ଟନାୟକଙ୍କର। ବିଜୁ ପଟ୍ଟନାୟକ in July 1947, 32-year-old Biju Patnaik, then a congressman in the provincial pre-independence Orissa Assembly and a pilot with Royal Indian Air Force, received a phone call. At the other end of the line was Jawaharlal Nehru, who in a month would become the first Prime Minister of independent India, but was at the time putting the final touches to the transfer of power from the British. Nehru had an extraordinary request. He asked Patnaik, who had in the past been involved in